ଓଡ଼ିଶାର କୋଣ ଅନୁକୋଣରେ ଗଢ଼ି ଉଠିଛି ଅନେକ ଶକ୍ତିପୀଠ। ସେଥିମଧ୍ୟରୁ ମା ଦକ୍ଷିଣକାଳୀ ପୀଠ ହେଉଛି ଅନ୍ୟତମ। ସାଙ୍ଗମାନେ ଏ ପୀଠରେ ରହିଛି ଅନେକ ଅଲୌକିକ ମହିମା, କିମ୍ବଦନ୍ତୀ ଏବଂ ଲୋକକଥା। କୁହାଯାଏ କି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ଯାହା, ମା ଦକ୍ଷିଣକାଳୀଙ୍କୁ ଦର୍ଶନ କରିବା ସେୟା। 1982 ମସିହାରେ ଜଣକ ଦେହରେ ମା ଦକ୍ଷିଣକାଳୀ ସବାର ହେଲେ ଏବଂ କହିଲେ ତୁ ମୋତେ ଏଇଠି ପ୍ରତିଷ୍ଠା କରେ ଏବଂ ସେବେଠୁ ହିଁ ମା ଏଠି ପ୍ରତିଷ୍ଠା ହୋଇଛନ୍ତି। ଆଉ ଏକ ଲୋକକଥା ମଧ୍ୟ ରହିଛି, ବଙ୍ଗୀୟ ବ୍ରାହ୍ମଣ ଏଠି ମାଙ୍କୁ ଆଣିଥିଲେ ଏବଂ ପ୍ରତିଷ୍ଠା କରିଥିଲେ ଏବଂ ସେବେଠାରୁ ଏଠି ମାଙ୍କର ନୀତିକାନ୍ତି ପୂଜା ଅର୍ଚ୍ଚନା ଚାଲିଛି। ବର୍ଷକରେ ମା ଦୀପାବଳିରେ ଚତୁର୍ଭୁଜା ରୂପରେ ଏଠି ଦର୍ଶନ ଦିଅନ୍ତି। ଦର୍ଶକ ବନ୍ଧୁ, ଇଏ ହେଉଛି ଶକ୍ତିପୀଠ ଏବଂ ତନ୍ତ୍ରପୀଠ ମଧ୍ୟ। କୁହାଯାଏ କି ଏଠି ଯେଉଁମାନେ ଭକ୍ତମାନେ ଆସନ୍ତି କେହି ଖାଲି ହାତରେ ଫେରନ୍ତିନି। ମାଙ୍କୁ ଦୀପଟିଏ ପ୍ରଦାନ କଲେ ମଧ୍ୟ ମା ତାର ମନସ୍କାମନା ପୂର୍ଣ୍ଣ କରନ୍ତି। ସାଙ୍ଗମାନେ ଆସନ୍ତୁ ଦେଖିବା ମା ଦକ୍ଷିଣକାଳୀକି ଏବଂ କୃପା ମଧ୍ୟ ଲାଭ କରିବା। ସାଙ୍ଗମାନେ ଯଦି ଆପଣଙ୍କୁ ଏ ଭିଡ଼ିଓଟି ଭଲ ଲାଗୁଛି ତାହେଲେ ମୋର ରାଜେଶ କୁମାର ମହାରଣା ବ୍ଲଗକୁ ସବସ୍କ୍ରାଇବ୍, ଲାଇକ୍ ଏବଂ ସେୟାର କରିବାକୁ ଜମାରୁ ଭୁଲିବେନି। ତାହେଲେ ଆସନ୍ତୁ ମା ଦକ୍ଷିଣକାଳୀଙ୍କ ଦର୍ଶନ ସହିତ ମାଙ୍କ କୃପା ଲାଭ କରିବା। ଜୟ ଜଗନ୍ନାଥ, ଜୟ ମା ଦକ୍ଷିଣକାଳୀ।